ହିମାଚଳ ଆସୁଛନ୍ତି ବଟ୍ ଏଇ ଜିନିଷ କରିନାହାନ୍ତି ତ ନିହାତି ଭାବରେ ଏସବୁ କରନ୍ତୁ। ଆପଣ ଯଦି ଟ୍ରିପ୍‌ରେ ଏଜେଣ୍ଟ ଥ୍ରୁରୁ ବୁକ୍ କରୁଛନ୍ତି ତାଙ୍କ ସହିତ ସବୁ ଜିନିଷ କ୍ଲିୟର କରିକି ଆପଣ ଆସନ୍ତୁ। କାହିଁକି ନା ଆପଣଙ୍କୁ ମେ ବି ଆମ ଭଳି ସଫର ହେବାକୁ ପଡ଼େ। ବାକି ଆମେ ସଫର କୋଉଥିରେ ହେଲୁ, କଣ ପାଇଁ ହେଲୁ ସେଟାକୁ ମୁଁ ଡିଟେଲରେ ଲଙ୍ଗ ଭିଡ଼ିଓ ଆଣିବି। ବାକି ରହିଲା ଏ ସର୍ଟସରେ ଆପଣ ଜାଣିବାକୁ ପାଇବେ କି ଆମେ କୋଉ ଭଳିଆ ଏନ୍ଜୟ କରିକି ଯାଇଥିଲୁ। ବାଟ ସାରା ଏଇ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିକି ଆମେ ଯାଇଥିଲୁ ତ ଆମକୁ ସେଇଠି ହିଁ ସାଟିସ୍ଫାଏ ଲାଗିଯାଇଥିଲା। ବାକି ଦେଖାଯିବ ଆମେ ପହଞ୍ଚିଲା ପରେ କ'ଣ ରହୁଛି ଆମ ଏକ୍ସପିରିଏନ୍ସ। ତ ସକାଳେ ଗୋଟେ ଢାବା ପାଖରେ ଗାଡ଼ି ଆମର ରହିଥିଲା ତ ସେଠି ଆମେ ଟିକେ ମ୍ୟାଗି ଖାଇଲା ପରେ ଆମର ଗ୍ରୁପରେ କିଛି ମେମ୍ବର୍ସ କହିଲେ ଆମେ ହଟ୍ ଏୟାର ବେଲୁନରେ ବସିବୁ ବଟ୍ ଆମ 4 ଜଣଙ୍କର ତ ଅବସ୍ଥା ଢିଲା ହେଉଥିଲା ତ ଆମେ କହିଲୁ ନାଇଁ ଆମେ ବସିବୁନୁ। ତ ସେମାନଙ୍କର ହଟ୍ ଏୟାର ବେଲୁନରେ ଉଡ଼ିବା ଦେଖିକି ଆମେ ଏନ୍ଜୟ କରୁଥିଲୁ। ସେତିକି ଭିତରେ କ'ଣ ହେଲା ନା ସେମାନଙ୍କର ଗୋଟେ ଛୋଟ ଇନସିଡେଣ୍ଟ ହେଇଯାଇଥିଲା। ବାକି ସେମାନଙ୍କର କାହାର କିଛି ହେଇନି ବଟ୍ ସବୁ ସେଫଲି ଆମେ ଆସିଗଲୁ। କିନ୍ତୁ ସନ୍ଧ୍ୟା ହେଇଯାଇଥିଲା ହିଡ଼ିମାଦେବୀରେ ପହଞ୍ଚିଲା ବେଳକୁ। ସେଠି ମକା ଆଉ ଛୋଟ ଛୋଟ ଗୁଲାବ ଜାମୁନ୍ସ ବଗେରା କିଛି ଖାଇକିରି ଆମେ ମଲ୍ ରୋଡ଼ ପଳେଇ ଆସିଥିଲୁ। ସେଠି ଆମେ ତାଙ୍କ ଲୋକାଲ ଚା ଆଉ ସିଡୁ ଟ୍ରାଏ କରିଥିଲୁ ଯୋଉଟାକି ହିମାଚଳର ଲୋକାଲ ଡିଶ୍ ବହୁତ ହି ଟେଷ୍ଟି ଥିଲା। ମଲ୍ ରୋଡ଼ ବହୁତ ହି ଗହଳି ଥିଲା ଆଉ ୱିକେଣ୍ଡ ଥିବାରୁ ତ ଆହୁରି ଗହଳି ଥିଲା। ତ ଏତିକି ସାରିଲା ପରେ ଆମେ ଫ୍ରେଶ ହେଇକି ରେଷ୍ଟ ନେବାକୁ ଆସିଯାଇଥିଲୁ କାହିଁକିନା ଆମ ବଡ଼ିକୁ ରେଷ୍ଟ ଦରକାର। ଦେଖା ହବ ନେକ୍ସଟ ପାର୍ଟରେ।